ରାହୁକେତୁଙ୍କ ଶୁଭ ଫଳ। ଶ୍ରାବଣ ମାସରେ ଭୋଳାଶଙ୍କରଙ୍କର ପୂଜାର୍ଚ୍ଚନା କରିବା ଦ୍ୱାରା ରାହୁକେତୁ ଦୋଷରୁ ମୁକ୍ତି ମିଳିଥାଏ। ଶ୍ରାବଣ ମାସରେ ଶିବଶଙ୍କରଙ୍କୁ କଳା ରାଶି ବେଲପତ୍ର ଅର୍ପଣ କରନ୍ତୁ। ରାହୁକେତୁଙ୍କୁ ଛାୟାଗ୍ରହ କୁହାଯାଏ। ରାହୁକେତୁଙ୍କ କୁପ୍ରଭାବ ଜାତକରେ ରହିଲେ ଜୀବନରେ ସମସ୍ୟା ଲାଗି ରହିଥାଏ। ସ୍ୱାସ୍ଥ୍ୟଠାରୁ ଆରମ୍ଭ କରି ଆର୍ଥିକ କ୍ଷେତ୍ରରେ ସମସ୍ୟା ଲାଗି ରହିଥାଏ। ତେବେ ଏହି ଗ୍ରହଙ୍କ ଶୁଭ ପ୍ରଭାବ ପାଇବା ପାଇଁ କିଛି ସରଳ ଉପାୟ ରହିଛି, ଯାହାକୁ ଆପଣାଇବା ଦ୍ୱାରା ଶୁଭଫଳ ମିଳିଥାଏ। ଶ୍ରାବଣ ମାସରେ ଭୋଳାଶଙ୍କରଙ୍କର ପୂଜାର୍ଚ୍ଚନା କରିବା ଦ୍ୱାରା ରାହୁ ଓ କେତୁ ଦୋଷରୁ ମୁକ୍ତି ମିଳିଥାଏ। ଶ୍ରାବଣ ମାସରେ ଶିବଶଙ୍କରଙ୍କୁ କଳା ରାଶି ବେଲପତ୍ର ଅର୍ପଣ କରନ୍ତୁ। ଏହା ସହ ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ। ରାହୁ କେତୁଙ୍କୁ ପ୍ରସନ୍ନ କରିବା ପାଇଁ ଶନିବାର ଦିନ ପୂଜାର୍ଚ୍ଚନା କରିବା ଉଚିତ। ଏହାଦ୍ୱାରା ଶୁଭଫଳ ମିଳିବା ସହ ଜୀବନରେ ଥିବା ସମସ୍ତ ଅଭାବ ଦୂର ହୋଇଥାଏ। କମ୍ ପରିଶ୍ରମରେ ଶୀଘ୍ର ସଫଳତା ମିଳିଥାଏ। ଜାତକରେ ରାହୁଙ୍କ ଶୁଭଫଳ ପ୍ରାପ୍ତି ପାଇଁ ଶନିବାର ଦିନ ବ୍ରତ ପାଳନ କରନ୍ତୁ। ଅଠରଟି ଶନିବାର ବ୍ରତ ପାଳନ କରନ୍ତୁ। ଶନିବାର ଦିନ କଳା ବସ୍ତ୍ର ଧାରଣ କରନ୍ତୁ। ରାହୁ କେତୁଙ୍କ ସରଳ ମନ୍ତ୍ର ଜପ କରନ୍ତୁ। ରାହୁ ଓ କେତୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ପୂର୍ବପୁରୁଷଙ୍କୁ ସନ୍ତୁଷ୍ଟ କରିବା ଉଚିତ। ତେଣୁ ପିତୃପକ୍ଷରେ ନିୟମିତ ଅଶ୍ୱତ୍ଥ ବୃକ୍ଷ ମୂଳରେ ଜଳ ସହ ମିଠା ଅର୍ପଣ କରନ୍ତୁ। ଧନ୍ୟବାଦ।